ଓଡ଼ିଶାର ପଞ୍ଚାୟତ ଅଫିସରେ ଆସିଲା ଡିଇଓ ନିଯୁକ୍ତି। ଏକ ନୂତନ ନିଯୁକ୍ତି ଆସିଛି ଡିଇଓ ନିଯୁକ୍ତିଟି। ଯଦି ଆପଣ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣଙ୍କର ଏଥିରେ ଇଣ୍ଟରେଷ୍ଟ ଅଛି, ତେବେ ଆପଣ ଭିଡ଼ିଓକୁ ଆଗକୁ ଦେଖନ୍ତୁ। ଏହା ବିଷୟରେ ଆପଣମାନଙ୍କୁ ମୁଁ ଏବେ ଡିଟେଲ୍ସରେ ସବୁକିଛି କହିବି। ଏଥିରେ ଆପଣଙ୍କର କ'ଣ କ'ଣ ସବୁ ଡକୁମେଣ୍ଟ ଲାଗିବ, ସ୍ୟାଲେରୀ କେତେ ମିଳିବ, ଆପଣଙ୍କର ଏଜ୍ ଲିମିଟ୍ କେତେ ହୋଇଥିବା ଦରକାର, ଏହା ସହିତ ଅନ୍ୟ ସବୁ ଡିଟେଲ୍ସ ଗୁଡ଼ିକ ମଧ୍ୟ ମୁଁ କହିବି। ଆପଣମାନେ ଆଗକୁ ଦେଖନ୍ତୁ ଓଡ଼ିଶା ପଞ୍ଚାୟତ ଅଫିସରେ ଏକ ଡିଇଓ ନିଯୁକ୍ତି ଆସିଛି। ଏହି ଡିଇଓ ନିଯୁକ୍ତିରେ ଆପଣମାନଙ୍କୁ କ'ଣ କାର୍ଯ୍ୟ କରିବାକୁ ପଡ଼ିବ ଦେଖନ୍ତୁ। ଏହା ବିଷୟରେ ଭଲକି ଦେଖନ୍ତୁ। ଏଇ ଯେଉଁ ଜବ୍ଟି ରହିଛି, ଏଇଟା ହେଉଛି ପରମାନେଣ୍ଟ ଜବ୍। ଏଇଟା ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍। ଏଇ ଯେଉଁ ପୋଷ୍ଟଟି ରହିଛି, ଏଇଟା ହେଉଛି ଡିଇଓ। ଡିଇଓ ମାନେ ହେଉଛି ଡାଟା ଏଣ୍ଟ୍ରି ଅପରେଟର। ଆପଣମାନଙ୍କୁ ଡାଟା ଏଣ୍ଟ୍ରିର କାମ କରିବାକୁ ପଡ଼ିବ। ଏଥିରେ ଆପ୍ଲିକେସନ୍ ମୋଡ଼୍ ଅନଲାଇନ୍ ରହିଛି। ପୋଷ୍ଟିଂ ପ୍ଲେସ୍ ରହିଛି ଓଡ଼ିଶା। ଆପଣଙ୍କର ପୋଷ୍ଟିଂ ହେବ ଓଡ଼ିଶାରେ। ଏହା ସହିତ ଏଥିରେ ମେଲ୍ ଆଣ୍ଡ ଫିମେଲ୍ ବୋଥ୍ ଆପ୍ଲାଏ କରିପାରିବେ। ଏଥିରେ ଯେଉଁମାନଙ୍କର ବୟସ 21ରୁ 32 ଭିତରେ, ସେମାନେ ଏଥିରେ ଆବେଦନ କରିପାରିବେ। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଓ ଏଣ୍ଡ ଡେଟ୍କୁ ନେଇକି କୌଣସି ପ୍ରକାର ଏଠି ଅପଡ଼େଟ୍ ଦିଆଯାଇନି। ଯେଉଁମାନେ +2 ପାସ୍ କରିଥିବେ, +2 ପାଠ ପଢ଼ିଥିବେ, 12th କ୍ଲାସ୍, ଆର୍ଟ୍ସ କିମ୍ବା ସାଇନ୍ସ କିମ୍ବା କମର୍ସ ପାଠ ପଢ଼ିଥାନ୍ତୁ ନା କାହିଁକି, ସେମାନେ ଏଥିରେ ଆବେଦନ କରିପାରିବେ। ଏହା ସହିତ ସେମାନଙ୍କର କମ୍ପ୍ୟୁଟର ନଲେଜ୍ ରହିଥିବା ଦରକାର, କାରଣ ଡାଟା ଏଣ୍ଟ୍ରି କାର୍ଯ୍ୟଟି କମ୍ପ୍ୟୁଟରରେ କରାଯାଇଥାଏ। ଏହାପରେ ଏଠି ଦେଖନ୍ତୁ କେଉଁ ଡିଷ୍ଟ୍ରିକ୍ଟରେ କେତେ ପୋଷ୍ଟ ରହିଛି। ଦେଖନ୍ତୁ, ଅନୁଗୁଳ 234, ବାଲେଶ୍ୱର 373, ବରଗଡ଼ 226, ଭଦ୍ରକ 226, ବଲାଙ୍ଗୀର 332, ଏହିଭଳି ସବୁ ଡିଷ୍ଟ୍ରିକ୍ଟ ଗୁଡ଼ିକରେ କେତେ ପୋଷ୍ଟ ରହିଛି ସବୁ ଦେଇଛି। ଆପଣଙ୍କୁ ଏହି ୱେବସାଇଟ୍ର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ଏହି ୱେବସାଇଟ୍କୁ ଆସି ଆପଣ ଦେଖିନେବେ ଆପଣଙ୍କର ଡିଷ୍ଟ୍ରିକ୍ଟରେ କେତୋଟି ପୋଷ୍ଟ ରହିଛି। ଦେଖନ୍ତୁ, ଏହିଭଳି ସବୁ ପୋଷ୍ଟ ଗୁଡ଼ିକ ରହିଛି। ଏଠି ଦେଖନ୍ତୁ ଆପଣଙ୍କର ସ୍ୟାଲେରୀ କେତେ ରହିବ। ସ୍ୟାଲେରୀ ଆପଣମାନଙ୍କୁ ପ୍ରତି ମାସରେ 19,000 ଦିଆଯିବ। ଏଥିରେ ସିଲେକ୍ସନ୍ କରାଯିବ। ଆପଣଙ୍କର ଏକ ରାଇଟିନ୍ ଏକ୍ଜାମିନେସନ୍ ହେବ। ରାଇଟିନ୍ ଏକ୍ଜାମିନେସନ୍ ହେଲା ପରେ ଆପଣଙ୍କର ସିଲେକ୍ସନ୍ ଲିଷ୍ଟଟି ଆସିଯିବ। ଏହାପରେ ଦେଖନ୍ତୁ, ଆପ୍ଲିକେସନ୍ ଫିସ୍ ଆପଣଙ୍କୁ ଦେବାକୁ ପଡ଼ିବନି। ଜେନେରାଲ, EWS, OBC, PHD ଏ ସମସ୍ତ କ୍ୟାଣ୍ଡିଡେଟ୍ଙ୍କ ପାଇଁ ଫ୍ରି ରହିଛି ଓ SC ST ପିଲାମାନଙ୍କ ପାଇଁ କୌଣସି ଫିସ୍ ମଧ୍ୟ ନାହିଁ। ଏହାପରେ ଦେଖନ୍ତୁ ଆପଣଙ୍କୁ କ'ଣ କ'ଣ ଡକୁମେଣ୍ଟ ଦେବାକୁ ପଡ଼ିବ। ଡକୁମେଣ୍ଟ ଏଠି ଦେଖନ୍ତୁ, ଆପଣଙ୍କର ଅଲ୍ ଏଜୁକେସନ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ ଓ 2 ପାସପୋର୍ଟ ସାଇଜ୍ ଫଟୋ ଓ କାଷ୍ଟ ସାର୍ଟିଫିକେଟ୍, ଆଧାର କାର୍ଡ଼, ରେସିଡେନ୍ସିଆଲ ସାର୍ଟିଫିକେଟ୍, ଏକ୍ସପେରିଏନ୍ସ ସାର୍ଟିଫିକେଟ୍, ବାୟୋଡାଟା, ଭୋଟର ID ଏସବୁ ଗୁଡ଼ିକ ଦେବାକୁ ପଡ଼ିବ। ଏହାପରେ ଦେଖନ୍ତୁ ଏକ ନୋଟିସଟି ଲେଖା ହେଇଛି, ଏହାକୁ ଆପଣ ପଢ଼ି ନେଇପାରିବେ। ଆପଣ ଯଦି ଏହି ଜବ୍ ପାଇଁ ଇଣ୍ଟରେଷ୍ଟ ଅଛନ୍ତି, ତେବେ ଆପଣ ଏହି ଜବ୍ ପାଇଁ ଆବେଦନ କରିପାରିବେ। ଆପଣଙ୍କୁ ଏହି ୱେବସାଇଟ୍ର ଲିଙ୍କ୍ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେଇଛି। ଆପଣ ଏହି ସାଇଟ୍କି ଆସି ଚେକ୍ କରିନିଅନ୍ତୁ ଆପଣଙ୍କର ଯେଉଁ ଡିଷ୍ଟ୍ରିକ୍ଟ, ସେହି ଡିଷ୍ଟ୍ରିକ୍ଟରେ କେତୋଟି ପୋଷ୍ଟ ଆଭେଲେବୁଲ୍ ରହିଛି।